ବନ୍ଧୁଗଣ, କେବେ ଆପଣ ଏମିତି ଅନୁଭବ କରିଛନ୍ତି କି ଯେତେବେଳେ ରାତିରେ ଶୋଇବାକୁ ଯାଉଛନ୍ତି ନିଦ ଆସୁନାହିଁ, ମନରେ ଗୋଟିଏ ଚିନ୍ତା, କରଜ କେମିତି ସୁଝିବି। ବ୍ୟାଙ୍କର ଫୋନ ଉପରେ ଫୋନ, ତା ଉପରେ ହାତ ଉଧାରି ଲୋକଙ୍କର ଟାହିଟପରା କଥା ସହି ହେଉଛି ନା କହି ହେଉଛି। ବାହାରେ ମୁହଁ ଦେଖାଇବାକୁ ଲଜ୍ଜା ଲାଗୁଛି। ବନ୍ଧୁଗଣ, ଯଦି ଏହା ଆପଣଙ୍କ ଜୀବନର କଥା, ତେବେ ଆଜିର ଏହି ଭିଡ଼ିଓଟି ଆପଣଙ୍କ ପାଇଁ। କାରଣ ଆଜି ଆମେ ଜାଣିବା କରଜରୁ କେବଳ ଅସ୍ଥାୟୀ ଭାବେ ନୁହେଁ, ବରଂ ସ୍ଥାୟୀ ଭାବରେ ମୁକ୍ତି କେମିତି ମିଳିବ। ଠାକୁରଙ୍କ ଉପଦେଶ ଅନୁସାରେ ଆସ ମୋର ଗୁରୁଙ୍କୁ ସ୍ମରଣ କରି ଆରମ୍ଭ କରିବା এই ବିଷୟଟି। ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ମୋର, ପରମ ଆରାଧ୍ୟା ଜଗଜ୍ଜନନୀ ଶ୍ରୀ ଶ୍ରୀ ବଡ଼ମା ମୋର, ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ବଡ଼ଦା ମୋର, ପୂଜ୍ୟପାଦ ଆଚାର୍ଯ୍ୟ ଦେବ ମୋର ସଭିଙ୍କର ଆତୁଳ ଶ୍ରୀଚରଣରେ କୋଟି କୋଟି ଅନନ୍ତ କୋଟି ପ୍ରଣାମ ନିବେଦନ କରେ ଓ ମୋର ଏହି ଭିଡ଼ିଓ ଦେଖୁଥିବା ସମସ୍ତ ଇଷ୍ଟପ୍ରାଣ ଗୁରୁଭ୍ରାତା ଭକ୍ତିମୟୀ ମା ମାନଙ୍କୁ ମୋର ଅନ୍ତରରୁ ଶ୍ରଦ୍ଧା ପ୍ରୀତି ଆନନ୍ଦିତ ଜୟଗୁରୁ ଭଲ ପାଇବା ଓ ପ୍ରଣାମ ନିବେଦନ କରେ। ସବୁଦିନେ ଏମିତି ଆତ୍ମିକ କଥା ଶୁଣିବା ପାଇଁ ଆମର ଏଇ ଛୋଟ ପ୍ରୟାସ ଜୟଗୁରୁ ପ୍ରାର୍ଥନା ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ। ଭଲ ଲାଗିଲେ ନିଜ ପ୍ରିୟଜନଙ୍କ ସହିତ ନିଶ୍ଚୟ ସେୟାର କରନ୍ତୁ। ଏଠି କରଜ କେବଳ ଧନର ସମସ୍ୟା ନୁହେଁ ବନ୍ଧୁଗଣ। ଠାକୁର କହିଥିଲେ ମଣିଷର ଦୁଃଖର ମୂଳ କାରଣ ହେଉଛି ଅସଂଯମ ଚଳନ ଓ ଅବିବେକୀ ଚିନ୍ତାଧାରା। ଆଜି ସମାଜରେ ପ୍ରତ୍ୟେକ ଜୀବନରେ କରଜ କେବଳ ଟଙ୍କାର ଅଭାବ ନୁହେଁ, ଏହା ଆମର ଅନିୟନ୍ତ୍ରିତ ଇଚ୍ଛାର ଫଳ। ଅନ୍ୟକୁ ଦେଖି ଦୌଡ଼ିବା, ଆଡ଼ମ୍ବର ଭୋଗବିଳାସ, ଆଶାତୀତ ଜୀବନର ଫଳ। ଆଜି ଲୋକେ ଅତି ଆବଶ୍ୟକତା ପାଇଁ ନୁହେଁ, ବରଂ ଦେଖା ଦେଖି ପାଇଁ ଅଧିକ ଖର୍ଚ୍ଚ କରୁଛନ୍ତି। ଆଉ ତାର ଫଳ EMIର ପ୍ରେସର, ମନରେ ଅଶାନ୍ତି, ସମ୍ପର୍କ ଭାଙ୍ଗିଯିବା। ଗୋଟିଏ ଛୋଟିଆ କାହାଣୀଟିଏ କହିବି ରମେଶ ଭାଇଙ୍କ ଜୀବନ ଉପରେ। ରମେଶ ଭାଇ ଜଣେ ସାଧାରଣ ମଧ୍ୟବର୍ଗୀୟ ଲୋକ ଥିଲେ। ସେ ଭଲ ଚାକିରିଟିଏ କରିଥିଲେ ମଧ୍ୟ, କିନ୍ତୁ ଦିନେ ତାଙ୍କର ପାଖ ପଡ଼ୋଶୀ ଗାଡ଼ିଟିଏ କିଣିଲେ। ସେ ଭାବିଲେ, ପଡ଼ୋଶୀଟିଏ ଗାଡ଼ି କିଣିଲେ ମୁଁ କାହିଁକି କିଣିପାରିବିନି, ମୁଁ କାହିଁକି ନୁହେଁ। ସେଥିପାଇଁ ସେ ଲୋନ୍ଟିଏ କଲେ। ଆଉ କିଛି ଦିନ ପରେ ପୁଣି ଘର ପାଇଁ ଲୋନ୍ଟିଏ କଲେ। ତା ସାଥିରେ ପୁଣି କ୍ରେଡିଟ୍ କାର୍ଡ଼ର ବୋଝ। ଏମିତି ଦିନକୁ ଦିନ କରଜ ବଢ଼ିଗଲା। ଏମିତି ଏକ ଦିନ ଆସିଲା, ହାତରୁ ଚାକିରିଟି ବି ଚାଲିଗଲା। ତାପରେ ହତାଶା ନିରାଶା ଦେଇ ଜୀବନ ବଞ୍ଚିବା ଅସମ୍ଭବ ମନେ ହେଲା। ଆଉ ଆତ୍ମହତ୍ୟା ଭଳି ଭାବନା ଆସିଲା। ସେ ସମୟରେ ଜଣେ ତାଙ୍କର ଅତି ଘନିଷ୍ଠ ବନ୍ଧୁ ଥିଲେ। ସେ ସତସଙ୍ଗୀ ଥିଲେ। ଦିନେ ବାଟରେ ଦେଖା ହେବାରୁ ତାଙ୍କୁ ଠାକୁରଙ୍କ ଉପଦେଶ ଶୁଣାଇଲେ। ଠାକୁରଙ୍କର ସେଇ 5ଟି ଅମୂଲ୍ୟ ନିୟମ ବିଷୟରେ କହିଲେ। ପ୍ରଥମ ହେଉଛି ସଂଯମ। ତ ବନ୍ଧୁଗଣ, ସଂଯମ ମାନେ କ'ଣ? ଆମେମାନେ କ'ଣ ବୁଝୁ? କାହାକୁ କହନ୍ତି ସଂଯମ? ସଂଯମ ମାନେ ହେଉଛି ସବୁ ପରିସ୍ଥିତିରେ ନିଜକୁ କିପରି ନିୟନ୍ତ୍ରିତ ରଖିବେ, ଅର୍ଥାତ୍ ସେଲ୍ଫ କଣ୍ଟ୍ରୋଲ। ଅପରିହାର୍ଯ୍ୟ ଖର୍ଚ୍ଚ ବନ୍ଦ କରନ୍ତୁ। ଯାହା ଅତି ଆବଶ୍ୟକ ନୁହେଁ ତାହା କିଣନ୍ତୁ ନାହିଁ। ସେ ଠାକୁର କହିଥିଲେ ଆବଶ୍ୟକତା ଓ ଆଡ଼ମ୍ବର ଭିନ୍ନ। ପ୍ରଥମେ ଦେଖିବାକୁ ହେବ ଆତ୍ମସଂଯମ କରିବୁ କାହିଁକି? ତା ପଛରେ ଆମେ ଦେଖିବାକୁ ପାଉ
ଆମେ ସତ୍ତାକୁ ହିଁ ଚାହୁଁ। ସତ୍ତାର ବିନିମୟରେ ଯାହା କରୁ ତାହା ହିଁ ପ୍ରବୃତ୍ତି। ସତ୍ତାକୁ ଯଦି ହରାଉ ତେବେ ପ୍ରବୃତ୍ତିକୁ ମଧ୍ୟ ଉପଭୋଗ କରିପାରିବୁ ନାହିଁ। ସତ୍ତାକୁ ଆଶ୍ରୟ କରି ହିଁ ତ ପ୍ରବୃତ୍ତି। ତେଣୁ ପ୍ରବୃତ୍ତି ଗୁଡ଼ିକୁ ଏମିତି ଭାବରେ ଭୋଗ କରିବାକୁ ହେବ ଯେଉଁଥିରେ ସେଗୁଡ଼ିକ ସତ୍ତା ପୋଷଣରେ ବ୍ୟାଘାତ ନ ଜନ୍ମାଏ। ଏଇଠାରେ ହିଁ ଆସେ ଆତ୍ମସଂଯମର କଥା। ଧରନ୍ତୁ ମୋର ଖୁବ୍ ରସଗୋଲା ଖାଇବାର ଲୋଭ ଅଛି। ମୁଁ ଚାହେଁ ପୋଳା ପୋଳା ରସଗୋଲା ଖାଇବା ପାଇଁ। ଆଉ ରସଗୋଲା ମୋତେ ଖାଇଯାଉ ତାହା ତ ଚାହେଁ ନାହିଁ। ପ୍ରବୃତ୍ତି ଯେତେବେଳେ ଆମ୍ଭମାନଙ୍କର ସତ୍ତାକୁ ଶୋଷଣ କରେ ସେତେବେଳେ ଆମମାନଙ୍କର ନିରୋଧ କରିବାକୁ ହେବ। ଏହାକୁ କହନ୍ତି ସଂଯମ। କିନ୍ତୁ ମୁଖରେ କହିଲେ ହିଁ ଏହା କରିହୁଏ ନାହିଁ। ପ୍ରବୃତ୍ତି ଯେତେବେଳେ ଚାପି ଧରେ ସେତେବେଳେ ଆତ୍ମରକ୍ଷା କରିହୁଏ ନାହିଁ। ସେଇଥିପାଇଁ ସକଳର ଉପରେ ହେଲା ଭଲ ପାଇବା। ଆଦର୍ଶଙ୍କ ପ୍ରତି ଯଦି ଏକନିଷ୍ଠ ସକ୍ରିୟ ଟାଣ ଥାଏ ସେତେବେଳେ ଆମମାନଙ୍କର ବୃତ୍ତି ପ୍ରବୃତ୍ତି ତାଙ୍କୁ ହିଁ ସେବା କରେ। ତେଣୁ ଏଠି ଆବଶ୍ୟକ ଆମର ତାଙ୍କରି ଶ୍ରୀଚରଣରେ ପ୍ରଥମେ ଆତ୍ମକୁ ସମର୍ପଣ କରିବା। ଯେଉଁଠି ମନ, ଆତ୍ମା, ଚରିତ୍ର ସବୁ ସମର୍ପିତ ହୋଇଯାଏ ସେଠି କିଛି ନିୟମ ମାନିବାକୁ ହିଁ ପଡ଼େ। ଆଉ ସେଇ ନିୟମ ହିଁ ଆମକୁ ସବୁ ପରିସ୍ଥିତିରୁ ବଞ୍ଚେଇ ରଖେ। ଦ୍ୱିତୀୟ ହେଉଛି ନିୟମିତତା। ଆୟ ଅନୁସାରେ ବ୍ୟୟ କରିବା। କାହାକୁ ଦେଖାଇବା ପାଇଁ ଅଯଥା ନିଜର ଅସ୍ତିତ୍ୱ ହରାଇବା ନୁହେଁ ବନ୍ଧୁଗଣ। ଠାକୁର ତାଙ୍କର ସତ୍ୟାନୁସରଣରେ ସ୍ପଷ୍ଟ ଭାବରେ ଲେଖିଛନ୍ତି, ସାବଧାନ, ନିଜତ୍ୱ ହରାଇ କାହାରିକୁ ଖୁସି କରିବାକୁ ଯାଅ ନାହିଁ। ତାହେଲେ ତୁମର ଦୁର୍ଗତିର ସୀମା ରହିବ ନାହିଁ। ଯେତେବେଳେ ମଣିଷ ଇଷ୍ଟଙ୍କୁ ଭୁଲି ନିଜକୁ କେନ୍ଦ୍ର କରି ଚାଲେ ସେତେବେଳେ ତାହାର ଚଳନ ବିଧି ବିରୋଧୀ ହୋଇଯାଏ। ବିଧି ମାନେ ସୃଷ୍ଟିର ସଠିକ ନିୟମ ଗୁଡ଼ିକ। ଏହି ନିୟମରେ ରହିବା ମାନେ ହେଉଛି ଧର୍ମକୁ ପାଳନ କରିବା। ଏହାକୁ ଭାଙ୍ଗି ମନମୁଖୀ ଚାଲିବା ମାନେ ହେଉଛି ବ୍ୟାଧି। ହେ ପରମ ଦୟାଲ, ତୁମେ ତ କହିଛ ଅଭାବ ଏକ ପ୍ରକାର ବ୍ୟାଧି। ବ୍ୟାଧି ମାନେ ବିଧିର ବାଧା। ଯେଉଁଠି ବିଧି ବାଧିତ ସେଠି ଶାନ୍ତି ନଥାଏ, ବରଂ ଜୀବନ ସାରା ଖାଲି ଅଶାନ୍ତି। ଏ ସବୁ ଭିତରେ ଆମେ ଗୋଟେ ନିୟମ ପାଳନ କରିବା ଉଚିତ। ପ୍ରତିଦିନ ଏକ ନିର୍ଦ୍ଦିଷ୍ଟ ସମୟକୁ ନେଇ ସକାଳ ବା ସନ୍ଧ୍ୟା ସମୟରେ ଇଷ୍ଟଙ୍କୁ ସ୍ମରଣ କରିବା। ବାଧା ବିଘ୍ନ ଯେତେ ଆସୁଛି ଆସୁ, ତାହାରି ଭିତରେ ରହି ଚାଲିବା। ତୃତୀୟ ହେଉଛି ପରିଶ୍ରମ, ହାର୍ଡୱାର୍କ। କରଜରୁ ମୁକ୍ତି ପାଇବା ପାଇଁ ଏବେ ଆମକୁ ଅଧିକ ଶ୍ରମ କରିବାକୁ ହେବ। ଅତ୍ୟଧିକ କାମ ଦେଇ ବା ଛୋଟ ବ୍ୟବସାୟ କିଛି ନା କିଛି ଆରମ୍ଭ କରନ୍ତୁ। ଭାଗ୍ୟକୁ ନେଇ ସବୁବେଳେ ଅଭିଯୋଗ କରିବା ଅପେକ୍ଷା କର୍ମକୁ ନେଇ ପରିଶ୍ରମ କରିବା 100 ଗୁଣରେ ଭଲ। ଭାଗ୍ୟକୁ ବସିକି ଭାବିବାରୁ କାଲି ବଦଳିଯାଏ ନାହିଁ ବନ୍ଧୁଗଣ, କିନ୍ତୁ କର୍ମ କଲେ କାଲି ତିଆରି ହୋଇଥାଏ। ତେଣୁ ଭାଗ୍ୟବାଦୀ ହେବା ନୁହେଁ, କର୍ମବାଦୀ ହେବା। କର୍ମ ବଦଳିଲେ ଭାଗ୍ୟ ବଦଳିବ। ଶ୍ରୀ ଠାକୁର ତାଙ୍କର ବାଣୀରେ କହୁଛନ୍ତି, ଯେପରି କରି ଯା ମିଳେ ସେପରି କରିବା ହେଲେ ତେବେ ହିଁ ଜାଣିବୁ ସେଇ କରିବାରେ ସେଇପରି ଫଳ ମିଳେ। ଚତୁର୍ଥ ହେଉଛି ଭକ୍ତି ଓ ଆତ୍ମବଳ। ଠାକୁର ସତ୍ୟାନୁସରଣ ଗ୍ରନ୍ଥରେ ଲେଖିଛନ୍ତି, ବିଶ୍ୱାସ ନ ଆସିଲେ ନିଷ୍ଠା ଆସେ ନାହିଁ, ଆଉ ନିଷ୍ଠା ଛଡ଼ା ଭକ୍ତି ରହିପାରେ ନାହିଁ। ବନ୍ଧୁଗଣ, ଏଇ ଭକ୍ତି ହିଁ ଆମର ଆତ୍ମବଳ।
ଆଉ ଏହା ବିଶ୍ୱାସ ଯୋଗୁଁ ମଣିଷର ମନରେ ଭାବ ବୃଦ୍ଧି ପାଏ। ସେହି ଭାବରୁ ଆସେ ଭକ୍ତି। ବିଶ୍ୱାସର ସ୍ଥଳ ଯେତେ ଉଚ୍ଚ ସ୍ତରର, ତାର ବୁଦ୍ଧି ଉନ୍ନତି ସେତେ ପ୍ରଖର। ଜଣେ ଲୋକର ହୁଏତ ଲୋଭ ଥିଲା, କାମନା ବାସନା ବି ଥିଲା, କିନ୍ତୁ ତାର ଇଷ୍ଟଙ୍କ ପ୍ରତି ଗଭୀର ଭକ୍ତି ଓ ଭଲ ପାଇବା ଯୋଗୁଁ ତାର ଆଉ ଏଇ ଅତ୍ୟଧିକ ଲୋଭ କାମନା ବାସନା ରହିଲା ନାହିଁ, ଯାହା ତା ପ୍ରତି ଅନେକ କ୍ଷତିକାରକ ଥିଲା। ତାହା ସବୁ ଇଷ୍ଟମୁଖୀ ହୋଇଗଲା। କିନ୍ତୁ ଯାହାର ଇଷ୍ଟଙ୍କ ପ୍ରତି ବିଶ୍ୱାସ ନଥିଲା, ତାର ଏଇ ଲୋଭ କାମନା ବାସନା ଆହୁରିରୁ ଆହୁରି ବଢ଼ିଗଲା। ଆଉ ତାର ଊର୍ଦ୍ଧ୍ୱଗତି ହେଲା ନାହିଁ, ବରଂ ଦିନକୁ ଦିନ ନିମ୍ନ ସ୍ତରକୁ ଚାଲିଗଲା। ଶ୍ରୀ ଠାକୁରଙ୍କ ମତରେ ଅଭାବ ଯେଖନ ମାରିବଛ, ଯାହା ଜୁଟେଛି ସେ ପାବିଛ। ଅର୍ଥାତ୍ ମଣିଷର ଭାବ ଭକ୍ତି ଓ ଭଲ ପାଇବାକୁ ହିଁ ସେ ଗ୍ରହଣ କରନ୍ତି। ଯିଏ ଯାହା ଦିଏ ତାହା ଅନେକ ଗୁଣରେ ସେ ଫେରି ପାଏ। ଜୀବନର ସବୁ ଦାରିଦ୍ରତାକୁ ଦୂର କରିବାକୁ ହେଲେ ଗୁରୁଙ୍କ ପ୍ରଦତ୍ତ ସେହି ବୀଜ ମନ୍ତ୍ରକୁ ସଦା ଜପ କରି ଚାଲନ୍ତୁ, ଯାହାଦ୍ୱାରା ଆତ୍ମବଳ ବୃଦ୍ଧି ହୁଏ ଆଉ ସେଥିରୁ ମୁକୁଳିବାର ରାସ୍ତା ବି ମିଳେ। ବନ୍ଧୁଗଣ, କରଜ ହୋଇଛି ବୋଲି ଭୟ କରନ୍ତୁ ନାହିଁ। ମନକୁ ଭଗବାନଙ୍କ ଶ୍ରୀଚରଣରେ ସମର୍ପିତ କରନ୍ତୁ। ନିୟମିତ ଭକ୍ତି ପ୍ରାର୍ଥନା ହିଁ ମନକୁ ଶକ୍ତି ଓ ବଳ ଦିଏ। ପଞ୍ଚମ ହେଉଛି ସତ୍ୟ ଓ ବିଶ୍ୱାସ। କରଜ ଦେଇଥିବା ଲୋକଙ୍କୁ ଆଦୌ ଠକନ୍ତୁ ନାହିଁ। ଠାକୁରଙ୍କ ମତରେ ବିଶ୍ୱାସଘାତୀ ପ୍ରିୟ ଯେ ଜନ, ନରକ କିନ୍ତୁ ସେଇ ସ୍ଥାନେ। ଭଣ୍ଡତା ଦେଇ ଆପଦେ ଡାକେ, ବ୍ୟଥା ବି ଦିଏ ସେ ସବୁ ପ୍ରାଣେ। ତେଣୁ ଭଲ ସମୟ ଚାହିଁ ତାକୁ ସତ୍ୟ କୁହନ୍ତୁ। ସତ୍ରେ ରହିଥିବା ଲୋକକୁ ସମୟ ଧୈର୍ଯ୍ୟ ସାହସ ଅବଶ୍ୟ ମିଳେ। ସତ୍ୟାନୁସରଣରେ ଶ୍ରୀ ଠାକୁର କହିଛନ୍ତି, ନିଶ୍ଚୟ ଜାଣ କରିବା ହିଁ ପାଇବାର ଜନନୀ। ବିସ୍ତାରରେ ଅସ୍ତିତ୍ୱ ହରାଅ କିନ୍ତୁ ଲିଭିଯାଅ ନାହିଁ। ବିସ୍ତାର ହିଁ ଜୀବନ, ବିସ୍ତାର ହିଁ ପ୍ରେମ। ଜୀବନକୁ ଯେପରି ଭାବରେ ବଳି ଦେବ, ସେହିପରି ଜୀବନ ଲାଭ କରିବ। ଭଗବାନ ଜାଣନ୍ତି ଭକ୍ତର ବିଶ୍ୱାସ କେତେ, କିନ୍ତୁ ଭକ୍ତ ନିଜେ ନିଜର ଶକ୍ତି ବା ଦୁର୍ବଳତା ବିଷୟରେ ଜାଣିନଥାଏ। କଠିନ ପରିସ୍ଥିତିର ସମୟରେ ସେ ନିଜର ସାହସ ଶକ୍ତି ଧୈର୍ଯ୍ୟ ନିଷ୍ଠା ବିଶ୍ୱାସକୁ ଅନୁଭବ କରିପାରେ। କରଜରୁ ସ୍ଥାୟୀ ମୁକ୍ତି କେବଳ ଟଙ୍କାରେ ନୁହେଁ ବନ୍ଧୁଗଣ, ଚରିତ୍ରରେ ଆସେ। ଠାକୁରଙ୍କ ଉପଦେଶ ହେଉଛି, ଜୀବନକୁ ଶୁଦ୍ଧ କରନ୍ତୁ, ନିଜର ଆଚରଣ ବଦଳାନ୍ତୁ, ସତ୍ରେ ଅବସ୍ଥାନ କରନ୍ତୁ, ଧନ ଆପଣଙ୍କ ପଛରେ ଆସିବ। ଆପଣ ଯଦି ଆଜି କରଜରେ ଡୁବିଛନ୍ତି, ତାହେଲେ କେବେ ହତାଶ ହେବେ ନାହିଁ। ଏହା ଶେଷ ନୁହେଁ, ଏହା ଏକ ନୂତନ ଆରମ୍ଭ ବୋଲି ଭାବନ୍ତୁ। କୌଣସି କିଛି କରିବାକୁ ଯାଇ ହିଁ ଆମେ କରଜ କରିଛୁ, ନା କି ବ୍ୟର୍ଥତାରେ। ତେବେ ତାକୁ ନିଷ୍ଠା ସହକାରେ ମନ ଦେଇ କାର୍ଯ୍ୟକୁ ବଢ଼ାନ୍ତୁ। ତା ସହିତ ଜୀବନକୁ ନେଇ ପରମ ଦୟାଳୁଙ୍କୁ ଧରି ଚାଲନ୍ତୁ। ଠାକୁରଙ୍କର ଏହି 5ଟି ନୀତି ମାନନ୍ତୁ। ଜୀବନ ଶୁଦ୍ଧ କରନ୍ତୁ। କଥାବାର୍ତ୍ତା ଚାଲି ଚଳନ ଆଚରଣରେ ସଂଯମ ରଖନ୍ତୁ। ପ୍ରାର୍ଥନା କରନ୍ତୁ, ହେ ଦୟାଲ, ତୁମରି ଇଚ୍ଛା ହିଁ ମଙ୍ଗଳ। ମୁଁ ଜାଣେ ନା କେଉଁଥିରେ ମୋର ମଙ୍ଗଳ। ନିଶ୍ଚିନ୍ତ ଦିନେ ଆପଣ କହିବେ, ମୁଁ କରଜରୁ ଆଜି ମୁକ୍ତ। ଶ୍ରୀ ଠାକୁର କହୁଛନ୍ତି, ଇଷ୍ଟେ ଯଦି ଭାବ ନଥାଏ, ଅଭାବ ଯାଏ କିପରି। ଆଉ ଯେ ଦିନ ଏହି ଉଦ୍ଦେଶ୍ୟ ମିଳେ, ସେଇ ଦିନରୁ ହିଁ ଜୀବନ ଆରମ୍ଭ ହୁଏ। ଜୀବନକୁ ବଞ୍ଚିବା ସହଜ ବନ୍ଧୁଗଣ, କିନ୍ତୁ ଅର୍ଥ ଦେଇ ବଞ୍ଚିବା କଷ୍ଟ।
ସମସ୍ତେ ଭାବନ୍ତି ଚାହାନ୍ତି, କିନ୍ତୁ କେତେ ଲୋକ ଉଦ୍ଦେଶ୍ୟକୁ ଚାହାନ୍ତି। ଅଭାବ କେବଳ ବସ୍ତୁର ଅଭାବ ନୁହେଁ, ଭାବର ଅଭାବ। ଯେଉଁଦିନ ମଣିଷ ଭାବର ଉତ୍ସକୁ ଚିହ୍ନିଯାଏ, ସେହି ଦିନରୁ ତାର ଅଭାବ ଏବଂ ସେହି ଦିନ ଜୀବନର ସତ୍ୟ ଆରମ୍ଭ। ମଣିଷ ଆଜି ସବୁ ପାଇଁ ଦୌଡୁଛି। ଧନ, ସୁବିଧା, ନାମ, ସମ୍ମାନ, ସାମାନ୍ୟ ସନ୍ତୋଷ, ତଥାପି ସବୁଠାରେ ଅଭାବ, ଅଶାନ୍ତି, ଅସନ୍ତୋଷ। ସମସ୍ୟା କେଉଁଠି? ସ୍ପଷ୍ଟ ହେଉଛି ଉଦ୍ଦେଶ୍ୟ ହିଁ ନାହିଁ। ଯେଉଁଦିନ ଉଦ୍ଦେଶ୍ୟ ମିଳେ, ସେହି ଦିନରୁ ଜୀବନ ଆରମ୍ଭ। ଏବଂ ଉଦ୍ଦେଶ୍ୟ କେବଳ ଇଷ୍ଟଙ୍କୁ ବରଣ କଲେ ତା ସବୁ ମିଳେ। ତେବେ ବନ୍ଧୁଗଣ, ଆଜିର ଏହି ଭିଡ଼ିଓ ଆପଣଙ୍କ ହୃଦୟକୁ ଯଦି ଛୁଇଁଛି, ତାହେଲେ ଭିଡ଼ିଓକୁ ଲାଇକ୍ଟିଏ କରନ୍ତୁ, ସେୟାର କରନ୍ତୁ, କମେଣ୍ଟସରେ ଲେଖନ୍ତୁ ଜୟ ଗୁରୁ। ଏପର୍ଯ୍ୟନ୍ତ ଯଦି ଜୟଗୁରୁ ପ୍ରାର୍ଥନାକୁ ସବସ୍କ୍ରାଇବ୍ କରିନାହାନ୍ତି, ତାହେଲେ ଶୀଘ୍ର ସବସ୍କ୍ରାଇବ୍ କରିଦିଅନ୍ତୁ ଓ ପାଖରେ ଥିବା ବେଲ୍ ନୋଟିଫିକେସନର ଅଲ୍କୁ ପ୍ରେସ୍ କରନ୍ତୁ। ଆଉ ଏମିତି ଜୀବନ ପରିବର୍ତ୍ତନକାରୀ ଉପଦେଶ ସହିତ ନୂତନ ଭିଡ଼ିଓ ପାଇଁ କାଲି ଠିକ୍ ଏହି ସମୟରେ ଆସିବୁ। ଜୟ ଗୁରୁ, ବନ୍ଦେ ପୁରୁଷୋତ୍ତମ।